କେବଳ ଶରୀର କିମ୍ବା ଇନ୍ଦ୍ରିୟ ଭୋଗ କରିବା ପାଇଁ ଯୋଉ କାର୍ଯ୍ୟ କରୁଛନ୍ତି ଆଉ ଶାସ୍ତ୍ରର ନୀତି ନିୟମକୁ ବି ମାନୁନାହାନ୍ତି, ତାହେଲେ ସେ ହେଇଯିବ କଣ ନା ବିକର୍ମ। ଅକର୍ମ କଣ ନା ଯୋଉ କର୍ମ ଆମେ କେବଳ ଆଧ୍ୟାତ୍ମିକ ଉନ୍ନତି ପାଇଁ ଭଗବାନଙ୍କର ଉଦ୍ଦେଶ୍ୟରେ କରୁଛନ୍ତି, ସେ କର୍ମ କଣ ହଉଛି ନା ଅକର୍ମ। ଠିକ ଅଛି। ତ ଏବେ ଆଜି ଆମେ ଯିବା ଯେ ଆକ୍ଚୁଆଲି ଆମେ ଯୋଉ ଏଇ ମନୁଷ୍ୟ ଜୀବନ ପାଇଛନ୍ତି, ତ ଆର କ୍ଲାସରେ ଆମେ ଡିସ୍କସ କରିଥିଲେ ଯେ ଆକ୍ଚୁଆଲି କିଏ ହୁଏ ତ ବହୁତ ଧନୀ ହଉଛନ୍ତି। ଯେମିତି ଦେଖନ୍ତୁ ବହୁତ ଭଲ ଏକ୍ସାମ୍ପଲ ଆପଣ ଦେଖନ୍ତୁ, ପ୍ରାୟତଃ ଯେତେ ମିନିଷ୍ଟର ଦେଖନ୍ତୁ ନା, ଯେମିତି ରାଜା ଯୋଉ ର ବଂଶଜ ଆପଣ ଦେଖନ୍ତୁ, ସେଇ ରାଜାଙ୍କର ପୁତ୍ର ହିଁ ପ୍ରାୟତଃ ରାଜା ହେବେ। ଆଉ ଏମିତି ଟାଇପର ଦେଖନ୍ତୁ, ଇଭିନ ଇଲେକ୍ସନ ରେ ବି ଆମେ ଦେଖନ୍ତୁ, ଯୋଉମାନେ ହିଁ ସାଧାରଣତଃ ମିନିଷ୍ଟର ଥିଲେ ତାଙ୍କରି ପୁଅମାନେ ହିଁ ମିନିଷ୍ଟର ହେଇ ଆସୁଛନ୍ତି। ତାମାନେ ଦେଖନ୍ତୁ, ସେଇ ପରିବାରରେ ସେ ସୋଲ ଯାଇକି ଜନ୍ମ ନଉଛନ୍ତି ଯୋଉ ସୋଲରେ ଭାଗ୍ୟରେ ଅଛି ଯେ ରାଜା ହବା ପାଇଁ। ବୁଝିପାରୁଛନ୍ତି ନା? ମାନେ ହୁଏତ ଯିଏ ତାଙ୍କର ସୁପୁତ୍ର ସିଏ ରାଜା ପାଇଁ କ୍ୟାଣ୍ଡିଡେଟ ଛିଡା ହଉଛି, ଯିଏ ହୁଏତ ଅନ୍ୟ ପାଇଁ ଛିଡା ହଉଛି, ଆଟଲିଷ୍ଟ ବହୁତ ଧନ ସମ୍ପତ୍ତି ଆଉ ତା ସହିତ ସେମାନଙ୍କ ପାଖରେ ପାୱାର ପୋଜିସନ ଏସବୁ ରହୁଛି। ତ ସେଇଥିପାଇଁ ତ ଦେଖନ୍ତୁ, ସେଇ ଯୋଉ ସୋଲ ଗୁଡା ବହୁତ ପୁଣ୍ୟ ଯେହେତୁ ଅର୍ଜନ କରୁଛନ୍ତି, ତେଣୁ ଏ ଜନ୍ମରେ ସେମାନେ ସେଇଠି ହିଁ ଜନ୍ମ ହଉଛନ୍ତି। ତେଣୁ କିଏ ପରିବାରରେ ବହୁତ ଧନୀ ପରିବାରରେ ଜନ୍ମ ହଉଛନ୍ତି, କିଏ ହୁଏତ ବହୁତ ଗରିବ ପରିବାରରେ ଜନ୍ମ ହଉଛନ୍ତି, କିଏ ହୁଏ ଦେଖିବା ପାଇଁ ବହୁତ ସୁନ୍ଦର, କିଏ ହୁଏତ ଦେଖିବା ପାଇଁ ଭଲ ନୁହେଁ। ତ ଏଇ ଯୋଉ ଜିନିଷ ଗୁଡା କୋଉ ବେସିସ ରେ ହଉଛି, କିମ୍ବା ସେମ ଗୋଟେ ଜାଗାରେ ଦେଖିବେ ଯେ ବାପା ମାଙ୍କର ଦିଟା ପୁଅ, ଗୋଟେ ପୁଅ ହୁଏତ ବହୁତ ପାଠ ପଢିକି ଆଇଏଏସ ଅଫିସର ହେଇଯାଉଛି, ଆଉ ଗୋଟେ ପୁଅ ହୁଏତ କିଛି ବି ପଢି ପାରୁନି, ଗାଁରେ ହୁଏତ କଣ ଦୋକାନ କରିଛି। କିମ୍ବା ଗୋଟେ ପୁଅ ହୁଏତ ବହୁତ ଶାନ୍ତଶିଷ୍ଟ, ଆଉ ଗୋଟେ ପୁଅ ଆମେ ଦେଖୁଛନ୍ତି ବହୁତ ବ୍ୟବହାରରେ ବହୁତ ଅଲଗା ପ୍ରକାର, ସେଇ ସେମ ବାପା ମାଙ୍କର। ତ ବାପା ମା ତ କେବେ ଚାହୁଁନଥିଲେ ନା ଦି ଜଣ ପୁଅ ଅଲଗା ଅଲଗା ହୁଅନ୍ତୁ, କିନ୍ତୁ କେମିତି ହଉଛି ତାହେଲେ କୋଉ ବେସିସ ରେ ହଉଛି? କିମ୍ବା ଆମେ ଦେଖୁଛନ୍ତି କୌଣସି ବାପା ମାଙ୍କର ଗୋଟେ ପୁଅ ହୁଏତ କି ଗୋଟେ ପୁଅ କି ଝିଅ ମାନେ ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ପୁରା ଠିକ ଠାକ ଅଛି, ଆଉ ଗୋଟେ ପୁଅ ହୁଏତ କୌଣସି ଦୃଷ୍ଟିକୋଣରୁ ବିକଳାଙ୍ଗ। ତ ବାପା ମା କଣ କେବେ ଚାହୁଁଥିଲେ ସେ ପୁଅଟା ବିକଳାଙ୍ଗ ହଉ କି ଝିଅଟା ବିକଳାଙ୍ଗ ହଉ, କିନ୍ତୁ ବିକଳାଙ୍ଗ ହେଇକି ଆସୁଛି। ତାହେଲେ କୋଉ ହିସାବରେ ଏମିତି ହଉଛି? ତ ଆଜି ସେଇ ବିଷୟରେ ଆମେ ଚର୍ଚ୍ଚା କରିବା। ଠିକ ଅଛି। ତ ସାଧାରଣତଃ ଆମେ ଦେଖନ୍ତୁ, ଆମେ ଯୋଉ କୋଉ ହିସାବରେ ଆମେ ଜନ୍ମ ନିଅନ୍ତି, ଏ ହଉଛି ପ୍ରାରବ୍ଧ କର୍ମ ହିସାବରେ। ଆଚ୍ଛା, ଏଇ ଯୋଉ ପ୍ରାରବ୍ଧ କର୍ମଟା କୋଉଠୁ ଆସୁଛି? ତ ପ୍ରଥମେ ଦେଖନ୍ତୁ, ଧରାଯାଉ ଆମେ ତ ଭଗବତ ଗୀତାର ଦ୍ୱିତୀୟ ଅଧ୍ୟାୟ କମ୍ପ୍ଲିଟ କରିକି ଆସିଛନ୍ତି। ତ ଭଗବାନ କଣ କହୁଛନ୍ତି ଯେ ଆମେ ବହୁତ ସାରା ଜନ୍ମ ନେଇ ଆସିଛନ୍ତି, ଯେ ଜାୟତେ ବା ମୃତ ବା କଦାଚିତ। ତ କଣ କହୁଛନ୍ତି ନା, ଜାତସ୍ୟ ହି ଧ୍ରୁବ ମୃତ୍ୟୁ ଧ୍ରୁବ ଜନ୍ମ ମୃତସ୍ୟ ଚ ତସ୍ମାତ୍ ପରିହାର୍ୟତେ ନା ତୁମ ଶୁଚିତମ ଅର୍ହସି। ତାପରେ କଣ କହୁଛନ୍ତି ନା ଯେ ଆମେ ବହୁତ ସାରା ଜନ୍ମ ନେଇ 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 ଆସିଛନ୍ତି। ତ ସେ ଯୋଉ ବହୁତ ସାରା ଜନ୍ମ ନେଇ ନେଇ ଆସିଛନ୍ତି, ତ ଆମେ ଭାବନ୍ତୁ ଯେ ଉଦାହରଣ ସ୍ୱରୂପ ନିଅନ୍ତୁ, ଆମେ 1000ଟା ଜନ୍ମ ଅଲରେଡି ନେଇଛନ୍ତି ହେଲା, 1000ଟା ଜନ୍ମ ଅଲରେଡି ନେଇଛନ୍ତି। ତ 1000ଟା ଜନ୍ମ ଯଦି ନେଇଛନ୍ତି, ଆଉ ପ୍ରତ୍ୟେକ ଜନ୍ମରେ ଆମେ ଧରାଯାଉ ଯେ ଏଠି ଅବଶ୍ୟ ଉଦାହରଣ ହିସାବରେ ଆମେ ନେବା, ତ ଆମେ ଏବେ ଯେ 100ଟା ଲାଇଫ ଅଲରେଡି ନେଇଛନ୍ତି ହେଲା, ଆଉ 100ଟା ଲାଇଫରେ ପ୍ରତ୍ୟେକ ଲାଇଫରେ ଆମେ 100ଟା ଲାଖ କର୍ମ କରୁଛନ୍ତି। ତାହେଲେ ଆମର ଟୋଟାଲ କେତେ କର୍ମ ହେଲା? 100ଟା ଲାଇଫ ନେଇଛନ୍ତି, ଆଉ 100ଟା ଲାଖେ କର୍ମ ଆମେ ପ୍ରତି ଲାଇଫରେ କରୁଛନ୍ତି। ତାହେଲେ ଟୋଟାଲ କର୍ମ କେତେ ହବ? ଲେଖନ୍ତୁ ମେସେଜରେ। 10,000 କର୍ମ ହେଲା। ତ ଏଇ ଯୋଉ 10,000 କର୍ମକୁ କୁହାଯିବ କଣ ନା ସଞ୍ଚିତ କର୍ମ। ଯେମିତି ଆହୁରି ସିମ୍ପଲ ଉଦାହରଣଟେ ନେଲେ, ଧରାଯାଉ ଆମେ 10 ବର୍ଷ ଚାକିରି କରିଛନ୍ତି, ଆଉ ପ୍ରତ୍ୟେକ ବର୍ଷ ଆମେ 1,00,000 ଲେଖେ ଫିକ୍ସ ଡିପୋଜିଟ ମାରିଛନ୍ତି। ତାହେଲେ ଆମର ଟୋଟାଲ ଫିକ୍ସ ଡିପୋଜିଟ କେତେ ଟଙ୍କା ଅଛି? ପ୍ରତ୍ୟେକ ବର୍ଷ ଆମେ 1,00,000 ଲେଖେ ଫିକ୍ସ ଡିପୋଜିଟ ମାରୁଛନ୍ତି, ଆଉ ଆମେ 10 ବର୍ଷ ଫିକ୍ସ ଡିପୋଜିଟ ମାରିଛନ୍ତି। ତ ଆମର ଟୋଟାଲ ସେଭିଂ କେତେ ହବ? ପ୍ରତ୍ୟେକ ବର୍ଷ 1,00,000 ଲେଖେ 10 ବର୍ଷ ଲେଖେ ଆମେ ସେଭିଂ ମାରିଛନ୍ତି। ତ କେତେ ହବ? ମେସେଜରେ ଲେଖନ୍ତୁ। 10,00,000। ଠିକ ଅଛି। ତ ଏଇ ଯୋଉ 10,00,000 ଟା କଣ କୁହାଯିବ ନା ସେଭିଂ ଆମାଉଣ୍ଟ, କିମ୍ବା ଆମେ ସେଇଟା କୁହାଯିବ ଯେ ସଞ୍ଚିତ ଆମାଉଣ୍ଟ। ତ ସେମିତି ଟାଇପର କର୍ମରେ ବି ଆମେ ଯେତେବେଳେ 100 ଲେଖେ କର୍ମ ପ୍ରତି ଜୀବନରେ କରୁଛେ, ଆମେ ଉଦାହରଣ ନଉଛୁ, 100 ନୁହେଁ କି 100ଟା ଆମେ ଜୀବନ ବଞ୍ଚିଛନ୍ତି, ତାହେଲେ 100 ଇଣ୍ଟୁ 100 ତ କେତେ ହେଲା? 100 ଇଣ୍ଟୁ 100 10,000। ଏଇ ଯୋଉ 10,000 କର୍ମ ଇଏ ହଉଛି କଣ ନା ସଞ୍ଚିତ କର୍ମ। ଠିକ ଅଛି। ତ ଏବେ ଯେମିତି ଦେଖନ୍ତୁ, ଆପଣ ଥର ଯୋଉ 10 ବର୍ଷ ଯାଏଁ ଆପଣ ଲକ୍ଷ ଲକ୍ଷ ଟଙ୍କା ଡିପୋଜିଟ ମାରିଛନ୍ତି, ତ ପ୍ରଥମ ଯେତେବେଳେ ହୁଏତ ଫିକ୍ସ ଡିପୋଜିଟ ଟା ମାରିଥିବେ, ସିଏ ହୁଏତ ଦେଇଥିବ ଯେ ଏମିତି ଆପଣ ଯୋଉ 1,00,000 ଟଙ୍କା ଫିକ୍ସ ଡିପୋଜିଟ ମାରିଲେ, ତ ଏଟା ହୁଏତ
7 ବର୍ଷ ପରେ କି 8 ବର୍ଷ ପରେ ଏଟା ହେଇଯିବ କଣ ନା 9 ବର୍ଷ ପରେ ହୁଏତ ଆପଣଙ୍କର ଏଟା ଦ୍ୱିଗୁଣା ହେଇଯିବ। ଠିକ ଅଛି। ତ ତାପରେ ନେକ୍ସଟ ଇୟର କୁ ମାରିଲେ, ନେକ୍ସଟ ଇୟର ପୁଣି ଯୋଉ ଲକ୍ଷ୍ୟ ମାରିଲେ ସେ ମାରିଲେ ଯେ ଏଟା ହୁଏତ 8 ବର୍ଷ ପାଇଁ ଆପଣ ଫିକ୍ସ ଡିପୋଜିଟ ମାରିଲେ। ତୃତୀୟ ବର୍ଷ ଡିପୋଜିଟ ମାରିଲେ ଏଟା 7 ବର୍ଷ ପାଇଁ। ତ ଏବେ 10 ବର୍ଷ ପରେ ଆପଣଙ୍କର ଏବେ ତିନିଟା ଟର୍ମ ଯୋଉ ଫାଷ୍ଟ 1 2 3 ପ୍ରଥମ ବର୍ଷ, ଦ୍ୱିତୀୟ ବର୍ଷ, ତୃତୀୟ ବର୍ଷର ଏମାଉଣ୍ଟ ଟା ଏବେ ମେଚ୍ୟୁର୍ଡ ହେଇକି ଆପଣଙ୍କୁ ଆସିଛି। ମାନେ 3 ଲକ୍ଷ ଟା ଆପଣଙ୍କୁ ମେଚ୍ୟୁର୍ଡ ହେଇକି ଏବେ ଆସିଛି। ମେ ବି ଆପଣଙ୍କୁ ଆସିଲା 5 ଲକ୍ଷ ଟଙ୍କା କି କଣ ଆପଣଙ୍କ ପାଖରେ ଆସିଲା। ତ ଏଇ ଯୋଉ ମେଚ୍ୟୁର୍ଡ ଏମାଉଣ୍ଟ ଆପଣଙ୍କ ପାଖକୁ ଆସିଲା, ତ ଏଇ ମେଚ୍ୟୁର୍ଡ ଏମାଉଣ୍ଟ ରୁ ଆପଣ ଏବେ ପ୍ଲାନ କଲେ ଯେ ଏଇ ମେଚ୍ୟୁର୍ଡ ଏମାଉଣ୍ଟ ଯୋଉ ଆସିଲା ଏଟା କଣ କରିବା ନା ଆମେ ପରିବାର ସହିତ ହୁଏତ ମନାଲି କିମ୍ବା କାଶ୍ମୀର କୋଉଠି ଗୋଟେ ଭଲ ଜାଗାକୁ ବୁଲିବାକୁ ଯିବା ଆଉ। ତ ଭଲ ଜାଗାକୁ ଏବେ ଯୋଉ ବୁଲିବା ପାଇଁ ଯିବା, ଆମର ପ୍ଲାନିଂ ଟା କେମିତି ହବ ନା ପ୍ଲାନିଂ ଟା ହବ ଏଇ 5 ଲକ୍ଷ ଉପରେ। ତ ଆମେ କୋଉ ଭଳିଆ ହୋଟେଲ ବୁକିଂ କରିବା, ଆମେ କେତେ ଦିନ ପାଇଁ ରହିବା, ଆମେ କଣ କଣ ଫେସିଲିଟି ନବା, ଆମେ କୋଉଠି କୋଉଠି ବୁଲିବା ପାଇଁ ଯିବା, ତ ସେଇ ହିସାବରେ ତ ଆମର ଫିକ୍ସ ହବ ନା। ଆମେ ଯୋଉ 5 ଲକ୍ଷ ଟଙ୍କା ଆମର ଅଛି ସେଇ ହିସାବରେ ଏଇ ହୋଟେଲ ଆମକୁ ବଜେଟ ହିସାବରେ ସୁହଉଛି, ତ ଆମେ ଏଇ ହୋଟେଲ ନବା। ଆଚ୍ଛା କେତେ ଦିନ ରହିବା ନା ଆମେ 5 ଦିନ ରହିବା। ଠିକ ଅଛି। ଏଇ 5 ଦିନ ଭିତରେ ଆଉ କଣ କଣ ଫେସିଲିଟି ନବା, ଏଇ ଫେସିଲିଟି ନବା। ଆମେ କୋଉ କୋଉ ଜାଗା ବୁଲିବା, ଏଇ ଜାଗା ବୁଲିବା। ତ ଏଇ ଦିନ ଯାଇ ପହଞ୍ଚିବା, ଏଇ ଦିନ ଆସିବା। ତ ଏକ୍ଜାକ୍ଟଲି ସେମିତି ଏଠି ଯେତେବେଳେ ଆମର 10,000 କର୍ମ ସେଭିଙ୍ଗ ଅଛି, ତା ଭିତରୁ ହୁଏତ ମାନନ୍ତୁ ଆମର ଏବେ 500 କି 600 କର୍ମ ଏବେ ମେଚ୍ୟୁର୍ଡ ହେଇଗଲା। ସେ ଯୋଉ 500 ଆଉ 600 କର୍ମ ଭିତରେ ଏବେ ମିଶିକି ଅଛି ଭଲ କେତେ ଖରାପ କର୍ମ ଭିତରେ। ତ ସେଇ ହିସାବରେ ଆମକୁ ଦିଆଯିବ ଯେ କୋଉ ଟାଇପ ର ଶରୀର ପ୍ରାପ୍ତ ହେବେ, ମନୁଷ୍ୟ ଶରୀର ପ୍ରାପ୍ତ ହେବେ। ତ ମନୁଷ୍ୟ ଶରୀର ପ୍ରାପ୍ତ ହେଲା ପରେ ଏବେ କୋଉ ପ୍ରକାରର ସେଇଥିପାଇଁ ଯେମିତି ସେଠି ଆମେ ଦେଖିଲେ ଯେ କେତେ ଦିନ ରହିବା, କୋଉ ହୋଟେଲରେ ରହିବା, କଣ କଣ ଫେସିଲିଟି ନବା, ଯେମିତି ଫିକ୍ସ ସେମିତି ଟାଇପର ଆମର ଏ ମନୁଷ୍ୟ ଜୀବନରେ ଏବେ 6ଟା ଜିନିଷ ଫିକ୍ସ। କଣ କଣ ସେ ଜିନିଷ ପ୍ରଭୁ ନେକ୍ସଟ ସ୍ଲାଇଡ କୁ ଗଲେ ଦେଖନ୍ତୁ 6ଟା ଜିନିଷ ଫିକ୍ସ। ବାର୍ଥ, ତ କେମିତି ଟାଇପର ପରିବାରରେ ଆମେ ଜନ୍ମ ନେବା, କୋଉଠି ଜନ୍ମ ନେବା, ଓଡିଶାରେ ଜନ୍ମ ନେବା କି ଆମେ ପଶ୍ଚିମବଙ୍ଗରେ ଜନ୍ମ ନେବା କି ଆମେ ଦୁବାଇରେ ଜନ୍ମ ନେବା କି ଆମେ ଆମେରିକାରେ ଜନ୍ମ ନେବା, କି ଆମେ ଧର ଯେ ବ୍ରାହ୍ମଣ ଫ୍ୟାମିଲିରେ ଜନ୍ମ ନେବା କି ହୁଏତ କ୍ଷତ୍ରିୟ ଫ୍ୟାମିଲିରେ ଜନ୍ମ ନେବା କିମ୍ବା ବୈଶ୍ୟ କୂଳରେ ଜନ୍ମ ନେବା କିମ୍ବା ଶୂଦ୍ର କୂଳରେ ଜନ୍ମ ନେବା କିମ୍ବା ବହୁତ ଏଜୁକେଟେଡ ପ୍ୟାରେଣ୍ଟଙ୍କ ପାଖରେ ଜନ୍ମ ନେବା କିମ୍ବା ଦରିଦ୍ର ପରିବାରରେ ଜନ୍ମ ନେବା, ବହୁତ ଧନୀ ଘରେ ଜନ୍ମ ନେବା। ତ ଏସବୁ ଆସିବ କଣ ନା ବାର୍ଥ। ବାର୍ଥ ଇଜ ଫିକ୍ସ କୋଉ ହିସାବରେ ନା ଆମ କର୍ମ ହିସାବରେ। ବାର୍ଥ, ନେକ୍ସଟ ଡେଥ, ଯେ କେମିତି ପରିସ୍ଥିତିରେ କେତେ ଦିନ ଯାଏ ବଞ୍ଚିବ ଆଉ କୋଉଠି ମୃତ୍ୟୁ ହବ ତା ଫିକ୍ସ ହେଲା। ତାପରେ କଣ ନା ହ୍ୟାପିନେସ ଆଉ ଡିଷ୍ଟ୍ରେସ, ତ କେତେ ଆମକୁ ଆନନ୍ଦ ମିଳିବ କେତେ ଆମକୁ ଦୁଃଖ ମିଳିବ ସିଏ ବି ଫିକ୍ସ। ତାପରେ କଣ ନା ଯଶ ଅପଯଶ, କେତେ ରେସପେକ୍ଟ ମିଳିବ ଆଉ କେତେ ଡିସରେସପେକ୍ଟ ମିଳିବ ତା ବି ଫିକ୍ସ। ଯେମିତି ଦେଖନ୍ତୁ ବହୁତ ସମୟରେ ବ୍ୟକ୍ତି ସେତିକି ବେଳେ ଡିସରେସପେକ୍ଟ ବେଶୀ ପାଆନ୍ତି ଯିଏ ବହୁତ ଫେମସ ହେଇଯାନ୍ତି। ତ ଫାଷ୍ଟ ଭଲ କର୍ମ ଅଛି ଏବେ ଫେମସ ହେଇଯିବେ, ତାପରେ ଯେହେତୁ ଖରାପ କର୍ମ ଅଛି ତା ଦ୍ଵାରା ଏବେ କଣ ହେବେ ନା ଡିଫେମ ହେଇଯିବେ। ବୁଝିପାରିଲେ? ତ ତେଣୁ ସେଇ ହିସାବରେ ତ ଏଇ ହିସାବରେ ଆମର 6ଟା ଜିନିଷ ଏବେ ଫିକ୍ସ ହେଲା। ଜନ୍ମ କୋଉଠି ନେବେ, ମୃତ୍ୟୁ କୋଉଠି ହବ, ହ୍ୟାପିନେସ କେତେ ପାଇବେ, ଦୁଃଖ କେତେ ପାଇବେ, ରେସପେକ୍ଟ କେତେ ପାଇବେ, ଡିସରେସପେକ୍ଟ କେତେ ପାଇବେ। ଠିକ ଅଛି। ତ ଏବେ ଦେଖନ୍ତୁ ଯଦି ଆମର ଏଇ 6ଟା ଜିନିଷ ଫିକ୍ସ ରହିଲା ତାହେଲେ ଆମ ପାଖରେ ତାହେଲେ କଣ ସବୁ ତ ଫିକ୍ସ ହେଇଗଲା ମତେ ଲାଗୁଛି। ଏବେ ମତେ ମେସେଜରେ କରନ୍ତୁ ସବୁ ଫିକ୍ସ ହେଇଗଲା କି ତଥାପି ଏବେ ବି ଆହୁରି କିଛି ଜିନିଷ ଅଛି ଫିକ୍ସ ହେଇନି, କିଛି କିଛି ଆମ ହାତରେ ଅଛି ଏଇ ଜୀବନରେ ଆମେ ଚେଞ୍ଜ କରିପାରିବା। ଏବେ ମେସେଜରେ ଲେଖନ୍ତୁ ଏଇ ଯୋଉ 6ଟା ଜିନିଷ ଫିକ୍ସ ହେଇଗଲା, ସବୁ ଫିକ୍ସ ହେଇଗଲା ନା ଆଉ କିଛି ଅଛି ମାନେ ନୂଆ ଜିନିଷ କରିବୁ। ଗୋଟେ କାମ କର ତ ସେମିତି ଥାଉ, ପ୍ଲାଷ୍ଟିକ ବୋତଲରେ ଆଉ ଥରେ ପାଣି ନେଇ ଆସ, ନର୍ମାଲ ପାଣି। ମଧୁସ୍ମିତା ଜେନା ତୁମେ ଲେଖିଛ ଯେ କର୍ମ ମାନେ କଣ କର୍ମ, ତାଙ୍କୁ କର୍ମ କରିକି ଚେଞ୍ଜ କରିପାରିବା। ଆଚ୍ଛା କଣ କର୍ମ? ସୁଶ୍ରୀ ସ୍ମିତା ପ୍ରଧାନ, ଆଚ୍ଛା ତାଙ୍କୁ ଇଏ କରନ୍ତୁ, ଅନମ୍ୟୁଟ କରନ୍ତୁ ଯେ କହିବେ ଯେ କଣ କର୍ମ ଆମେ କରିକି ତାକୁ ଚେଞ୍ଜ କରିପାରିବା। ଭଲ କର୍ମ ମାନେ କୋଉଟାକୁ ଭଲ କର୍ମ କହୁଛନ୍ତି? ଆଚ୍ଛା ଭଲ କର୍ମ ଦ୍ଵାରା ଖରାପ କର୍ମକୁ ଚେଞ୍ଜ କରିହବ। ଅନମ୍ୟୁଟ ଯେ ଆମେ କରିକି ଧର ଆମେ ଧରାଯାଉ ଜଣକୁ ହୁଏତ କିଛି ଖରାପ କର୍ମ ତାର କରିଛନ୍ତି, ତ ଆମେ ଭଲ କର୍ମ ଦ୍ଵାରା ତାକୁ ଚେଞ୍ଜ କରିପାରିବା। କଣ ଭଲ କର୍ମ? ହରେ କୃଷ୍ଣ। ହଁ ହରେ କୃଷ୍ଣ। ହଁ ହରେ ଭଲ କୃଷ୍ଣ। କର୍ମ କହିଲେ ଯାହା ଆମର ଭଗବତ ଗୀତା ଅନୁସାରେ ଯୋଉଟାକୁ ନା ସିଏ ହଁ ଭଲ କର, ସିଏ ତ ଭକ୍ତି ହେଇଗଲା ନା। ଭକ୍ତି ବୁଝିପାରୁଛନ୍ତି? ଭାବର ହଁ ଭଲ କର୍ମ ମାନେ କାହାରିକୁ ଦୁଃଖ ଦେବାନି, ସମସ୍ତଙ୍କ ପ୍ରତି ସମ୍ବେଦନଶୀଳତା ରହିବା,
ଯୋଉଟା କି ଶାସ୍ତ୍ର ଅନୁମତରେ ହଉ ବା ଆମ ମନ ଯୋଉଟା କହୁଥିବ କି ଯେ ଆଚ୍ଛା ନାଇଁ ଆଚ୍ଛା ଏଇଟା ଠିକ ଅଛି। ଧର ଯେ ମନ ହିସାବରେ ଗୋଟେ ପିଲାର ଏବେ ତାର ବର୍ଥଡେ ଆସୁଛି, ତ ଆମେ ତାକୁ ଗୋଟେ କଣ କରିବା ଯେ ପିଲା ତ ସବୁ ତୋ ସାଙ୍ଗ ମାନଙ୍କୁ ଡାକ, ତ ଆମେ ଗୋଟେ କରିବା ଯେ ଚିକେନ ଫିଷ୍ଟ ଦେବା, ତ ତା ଦ୍ଵାରା ସବୁ ପିଲା ଖୁସି ହେଇଯିବେ ନା। ତ ଏଇଟା ଭଲ କର୍ମରେ ଯିବ ନା ଖରାପ କର୍ମରେ ଯିବ? ନାଇଁ, ଯେହେତୁ ଯେହେତୁ ନନଭେଜ ଖାଇବାଟା ଭଲ କର୍ମରେ ଯାଉନି, ତେଣୁ ଏଟା ହୁଁ କେବେ ବି ଭଲ କର୍ମରେ ଆଚ୍ଛା ଠିକ ହବନି। ଅଛି। ଆଚ୍ଛା ଠିକ ଅଛି, ଯଦି ଆମେ ଏମିତି କଲେ ଯେ ପିଲାଙ୍କୁ ସବୁ ଡାକିଲେ ଆଉ ପନିରର ସବଜି ବନେଇଲେ, ଡାଲି ବି ବନେଇଲେ, ଏଇ ସବୁ ବନେଇଲେ, ସେଇଟା ଭଲ କର୍ମ ଯିବ କି ଖରାପ କର୍ମରେ ଯିବ? ପିଲାମାନଙ୍କ ପାଇଁ ଖୁସି କରିବାକୁ ତ ହେଲେ ଭଲ କର୍ମରେ ମାନେ ଗୋଟେ ଟାଇପ ର କର୍ମରେ ଏଇଟା ଯିବ, କିନ୍ତୁ ତା ସହିତ ଯଦି ଆମେ ଏଇଟାକୁ କୌଣସି ଗୋଟେ ଜାଗାରେ ମାନେ ପ୍ରସାଦ ଆକାରରେ ଲଗେଇକି ତାକୁ ଯଦି ଆମେ ସେଇ କାମଟା କରିବା, ମୁଁ ଭାବୁଛି ଭଲ କର୍ମ ହବ ବୋଲିକି। ଆଚ୍ଛା ଠିକ ଅଛି, ସେଟା ଭଲ କର୍ମ ନୁହେଁ, ଭକ୍ତିରେ ଆସିବ ଯଦି ଆମେ ପ୍ରସାଦ। ଆଚ୍ଛା ତ ଆମେ ଯଦି ପାଣି ବାଣ୍ଟନ୍ତି, ଖରା ଦିନରେ ପାଣି ଲୋକଙ୍କୁ ବାଣ୍ଟନ୍ତି, ତ ଏଥିରେ ତ ଆମର ଭଲ ଭଲ କର୍ମ ହବ ଏଇଟା। ଆଚ୍ଛା ଭଲ କର୍ମ ମାନେ କଣ, ପୁଣ୍ୟ କର୍ମ କି ଭକ୍ତି ପୁଣ୍ୟ କର୍ମ? ପୁଣ୍ୟ। ପୁଣ୍ୟ ଆଚ୍ଛା କର୍ମ। ଆଚ୍ଛା ପୁଣ୍ୟ ଦ୍ଵାରା ପାପକୁ କାଟି ହବ? ଆଜ୍ଞା। ପୁଣ୍ୟ ଦ୍ଵାରା ପାପକୁ କାଟି ହବ? ପୁଣ୍ୟ ସହିତ ଭକ୍ତି ବି ରହିବା ଦରକାର। ତାମାନେ କୋଉଠି ନା କୋଉଠି ଆମେ କହୁଛନ୍ତି ଯେ ଭକ୍ତି କଲେ ହିଁ ପୁରୁଣା କର୍ମକୁ କାଟି ପାରିବେ, ଏଇଆ ତ? ଆଜ୍ଞା ଆଜ୍ଞା। ଆଚ୍ଛା ଠିକ ଅଛି। ତ ଆଚ୍ଛା ଠିକ ଅଛି, ତ ଆମର ପ୍ରଶ୍ନ କଣ ଥିଲା ଯେ ଆମର ପ୍ରଶ୍ନ କଣ ଥିଲା ଯେ କଣ ପ୍ରଶ୍ନ ଥିଲା ପ୍ରଭୁ? ଭଲ କର୍ମ ଦ୍ଵାରା ଖରାପ କର୍ମ କାଟି ହବ କି? ନା ତାର ପୂର୍ବରୁ ଆଉ ଟିକେ ଷ୍ଟାର୍ଟିଂ ପଏଣ୍ଟ ଟା କଣ ଥିଲା ଯେ ମାନେ ଫ୍ରିଡମ କଣ ହଁ କଣ କଣ ରହିଛି? କୋଉ ଜିନିଷରେ ଆମର ଫ୍ରିଡମ ଅଛି ହେଲା, ତ ଆମର ତାହେଲେ କୋଉ ଜିନିଷରେ ଫ୍ରିଡମ ଅଛି ଏବେ, ନା ସବୁ ଜିନିଷ ଫିକ୍ସ ହେଇଯାଇଛି? ଆଚ୍ଛା ଗୋଟେ କଥା କୁହନ୍ତୁ, ଧର ଯୋଉ ଜନ୍ମ ଆଉ ମୃତ୍ୟୁ ଫିକ୍ସ ହେଲା, ହ୍ୟାପିନେସ୍ ଆଉ ସାଡନେସ୍ ଫିକ୍ସ ହେଲା, ରେସ୍ପେକ୍ଟ ଆଉ ଡିସରେସ୍ପେକ୍ଟ ଫିକ୍ସ ହେଲା, ତ ଆଉ କଣ ଆମ ପାଖରେ ରହିଲା? କିଛି ବି ଲେଖୁନାହାନ୍ତି। ଆଉ କଣ ଫିକ୍ସ ହେଇନାହିଁ? ଆଚ୍ଛା ଭଗବାନଙ୍କୁ ପ୍ରେୟାର କରି, ଆଚ୍ଛା ଠିକ ଅଛି। ତ ଦେଖନ୍ତୁ ଏଠି କେମିତି ଟାଇପ ର ଫିକ୍ସ ହେଲା, ଧର ଯୋଉ ଦୁଃଖ ଆମକୁ ମିଳିଲା, କିନ୍ତୁ ଦୁଃଖ ଟାଇମ ରେ ଆମେ କେମିତି ଟାଇପ ର ତାକୁ ବ୍ୟବହାର ପୁଣି ଧର ଯୋଉ ଆମେ ଏବେ ରାସ୍ତାକୁ ଯାଉଛନ୍ତି କିମ୍ବା ପରିବାରରେ ଆମର ଝଗଡା ହେଲା, ତ ଝଗଡା ହେଲା ପରେ ଧର ଯୋଉ ମତେ କିଏ ଗାଳି କରିଦେଲେ କଣ କରିଦେଲେ, ତ ଏଇଟା ମୋର ଭାଗ୍ୟରେ ଥିଲା। ଆଚ୍ଛା ଭାଗ୍ୟଟା କେମିତି ଜାଣିବେ? ଯୋଉ ଜିନିଷଟା ଆପଣଙ୍କ ହାତରେ ନାହିଁ କିନ୍ତୁ ଆପଣଙ୍କୁ ଆସିକି ପହଞ୍ଚୁଛି, ସେଟା ହଉଛି ଭାଗ୍ୟ। ବୁଝିପାରିଲେ ନା? ଯେମିତି ଦେଖନ୍ତୁ ଜନ୍ମ ଆମେ ଡିସାଇଡ କରିକି ଆସିଥିଲେ ଯେ ଏଇ ପ୍ୟାରେଣ୍ଟସ ପାଖରେ ଜନ୍ମ ନେବି, ଅବଭିୟସଲି ଆମର କର୍ମ ହିସାବରେ ଫିକ୍ସ ହେଇଛି, କିନ୍ତୁ ଦେଖନ୍ତୁ ପୁରା ଚଏସ ନାହିଁ ଯେ ମୁଁ ଏଇ ପ୍ୟାରେଣ୍ଟସଙ୍କ ପାଖରେ ଜନ୍ମ ନେବି, ଏମିତି ଆମେ ଚଏସ କରିନାହାନ୍ତି। କର୍ମ ଦ୍ଵାରା ସେଟା ଚଏସ ହେଇଛି ଇନଡାଇରେକ୍ଟଲି, ବୁଝିପାରୁଛନ୍ତି ନା? ତ ସେଟା ଫିକ୍ସ ଥିଲା। ଡେଥ ଆମେ କଣ ଫିକ୍ସ କରୁଛନ୍ତି ମୁଁ ଏଇ ଟାଇମରେ ଏମିତି ଟାଇପର ଶୋଇଥିବି ଡେଥ ହେଇଯିବ, ଆମେ ଫିକ୍ସ କରୁନାହାନ୍ତି ହେଲା। କିମ୍ବା ଆମ ପାଖରେ ଦୁଃଖ ଆସି ପହଞ୍ଚିବ, ରାସ୍ତାରେ ଯାଉଛନ୍ତି କଣ ଗୋଟେ ଆକ୍ସିଡେଣ୍ଟ ହେଲା, ଆମେ କଣ ଚଏସ୍ କରିଥିଲେ? ଚଏସ୍ କରିନାହାନ୍ତି। କିମ୍ବା ଆମକୁ ରାସ୍ତାରେ ଯାଉଛନ୍ତି କିଏ ହୁଏତ ଗାଳି ଦେଇଦେଲେ, ଆମେ ଚଏସ୍ କରିଥିଲେ? କରିନାହାନ୍ତି। ହ୍ୟାପିନେସ୍ କିଏ ହୁଏତ ଆମକୁ ଆପ୍ରିସିଏଟ କଲେ, ତ ଆମକୁ ଚଏସ୍ ନାହିଁ। ରେସ୍ପେକ୍ଟ ଡିସରେସ୍ପେକ୍ଟ କିଏ ହୁଏତ ସମ୍ମାନ ଦେବେ, ସମ୍ମାନ ଦେବେନି। ତ ଏଠି ଦେଖନ୍ତୁ ଯେତେବେଳେ ଧର ଯୋଉ ଜିନିଷ ଗୁଡା ଆମର ହାତରେ କଣ୍ଟ୍ରୋଲ ନାହିଁ କିନ୍ତୁ ଆମକୁ ଆସିକି ପହଞ୍ଚି, ସେଇଟା ହେଇଗଲା କଣ ନା ପୂର୍ବ ଜନ୍ମର କର୍ମ ହିସାବରେ। ଏବେ ଦେଖନ୍ତୁ ଆମେ ଜନ୍ମ ନେଲା ପରେ କଣ ଟାଇପ ର ନୂଆ କର୍ମ କରିବା, କିଛିଟା ଆମର ଦେଖନ୍ତୁ ଫିକ୍ସ, କାରଣ ଆମେ ଯେମିତି ଟାଇପ ର ପରିବାର ମିଳିଛି ସେମିତି ହିସାବରେ ଆମକୁ ମିଳିବ। କିନ୍ତୁ କୋଉଠି ନା କୋଉଠି ଆମେ କଣ ପାଠ ପଢିବା, କଣ ଚାକିରି କରିବା, କେମିତି ଜୀବନ ଯାପନ କରିବା, ତ ଆମ ପାଖରେ ଏଇଟା ଫ୍ରି ଚଏସ୍ ଅଛି ନା ଏଟାର ବଣ୍ଡେଜ ହେଇକି ଅଛି? ଦେଖନ୍ତୁ ଗୋଟେ ପିଲା ନିଜେ ଚଏସ୍ କରୁଛି, ହୁଏତ ଡକ୍ଟର ହେବି, କିଏ ବି ଇଞ୍ଜିନିୟର ହେବି, କିଏ ଲୟର ହେବି, ତ ଏଇଟା ତ ଫ୍ରି ଚଏସ୍ ନା, କରିପାରିବା। ଭକ୍ତି କରିବା, ଭକ୍ତି କରିବା, ଭକ୍ତି ତାର ଇଚ୍ଛା ହିସାବରେ କରିପାରିବ, କରିବି ନପାରେ, ତ ଏଇଟା ବି ଫ୍ରି ଚଏସ୍। ତେଣୁ କୋଉଠି ନା କୋଉଠି ଦେଖନ୍ତୁ ଏ ଯୋଉ କର୍ମ ଗୁଡା ଆମେ ଦେଖୁଛନ୍ତି, ଏ ପୂର୍ବ ଜନ୍ମର କର୍ମ ହିସାବରେ ଏଇ ଛଅଟା ଜିନିଷ ଫିକ୍ସ।
आउ एई कर्म हिसाब रे जो जिनस आछि आमे नुआ केमती कर्म करिया तार हुए तो सेटा हम पाकर फिक्स नाही हेटी फ्री चॉइस अछि आ उडे भक्ति भक्ति रे केबे भी पूर्व जन्मर कर्म हिसाब रे किछि मैटर करेनी भक्ति हेई पारियो किंतु भक्ति रे भी देखंते आमे कोन ना पूर्व जन्मर सुकृति हिसाब रे व्यक्ति भक्ति करि पारियो तो से जे सुकृति अर्जन करछि ताले भक्ति करि पारियो किंतु जदि सुकृति नाही ताले कोन करा जाय पारियो जदि सुकृति नाही ताले जणे शुद्ध भक्त ताको सुकृति देई पारिए किंवा कौनसी भी भक्त ताको सुकृति दे पारे से सुकृति द्वारा से भक्ति रे आगो बढ़ी पारे हला ते एतिकी डिस्कशन भितरे एबे कहार कोन प्रश्न अछि प्रश्न करंतो एबे प्रश्नर चर्चा करिया तापर जाय के आगो जिवा अजी के समस्त भारी साइलेंट साइलेंट के किछि पचारु नांते किछि ये न नांते तो इलेक्शन पई समस्त अपसेट अछन ना कोन इलेक्शन हेछि सब माने माने टेंशन रे अछन ना कोन आज्ञा जहार प्रश्न अछि आपण पचारंतु आइदर मेसेज रे लिखंतु नले हैंड रेज करंतु से आपण को ये करेबे नरेश कुमार नायक अनम्यूट करी कुहंतु प्रभु नरेश कुमार नायक आपण कहंतु प्रो कहीं म्यूट ही करू नांती अनम्यूट करंतु प्रभु से बोधे भूल रहा हैंड राइज कर दीजिए नरेश कुमार राउत ठीक अछि क्वेश्चन जति नथियो भी तो बोधे नेटवर्क रहउनी ना कोन नहीं प्रभु ठीक अछि आसी तो अनम्यूट करी पचारि परंता ना एटलीस्ट कहि भी परंता जे कोन हेछि ठीक अछि जहार मेसेज आछि तो मेसेज रे देखिबा तो मेसेज रे तो स्वरूप महांती लिखिचंती प्रभु जी सुकृति माने कोन सुकृति माने देखंतु जे आपण देखंतु परिवार रे दीटा पुओ होय तो जणे भक्ति करचंती आ जणे भक्ति करना तो जणे काहे भक्ति करचंती ता माने होची आगरु से भक्ति करिचंती जेहेतु भक्ति करचंती तार जो स्वादटा अछि से जो भक्ति रो एबे उपार्जन करचंती एबे माने भलो गुण सेटा कहा जाय सुकृति जेमि देखंतु धर जे आपण पाखरे 10 टंका अछि त आपण जिवे दुकान को आपण 10 टंका रे जिंस मिल जिवो किंतु जणे एबे दुकान पाखु जिवे तांका पाखरे पैसा तां जिंस देबे कि त सेमति टाइप रो जणे भक्ति ए जीवन रे तार इच्छा होची कोथि पय ना पूर्व जन्म रे से सेति भक्ति करिছে से जो भक्ति करी कि भक्ति सुकृति अर्जन करे सेटा कहा जाय सुकृति हला तेबे सुखदेव साहू लिखुचंती भक्ति करिबा फ्री चॉइस किंतु भक्ति रे केते प्रोग्रेस करिबा सेटा फिक्स की प्रभु ना सेति भगवान शास्त्र लेखा होची जे कृष्ण भक्ति रस भविता मति ही कृष्ण भक्ति रे बहुत रस अछि कृष्ण भक्ति रस भविता मति ही क्रियताम यदि कुतोपि लभ्यते तो जने यदि किनिया पई चाहियो कोडु मिलियो किनि परिबनी तो ताले केमती कोन आगेबो ना लौल्यम एकलम अपि हि मूल्यम कोटि जन्मर सुकृति ना लभ्यते है लौल्यम केवल अत्यधिक मात्रा रे इच्छा ही केवल तार होची कोन ना मूल्य अत्यधिक इच्छा अत्यधिक भक्ति रे आगे पई बहुत इच्छा से ही केवल तार मूल्य दे पारे भक्ति को आगे पे नले कोटि जन्मर सुकृति ना लभ्यते बहुत जन्मर सुकृति थाई कि व्यक्ति आगे पारे केवल कोन ना प्रबल इच्छा ठीक अछि को समस्ते सुकृति माने पचारुचंती सुकृति माने होची जे जेमती सुकृति माने होची कोन ना आपनकर सेविंग हैला केते भक्तिर सेविंग आगरु करिचंती सेटा कहै जिवो जे भक्ति सुकृति हैला राधे राधे जदि किछि भूल होई जायछि से भयरु केमिति उद्धार पाइबा प्रभु जे जप करिया पय पडियो ठीक अछि जहाँ भी भूल होची जहाँ भी होची ता पय जप करिया पडियो सुनंदा शुक्ला जने शुद्ध भक्त केमिति सुकृति देबे तो शुद्ध भक्ति पाखरे भक्ति अछि तेणु से भक्तिटा दे परिवे
ଯେମିତି ପ୍ରଭୁପାଦ ଯେତେବେଳେ ଆମେରିକା ଗଲେ ତ ଆମେରିକାର ବ୍ୟକ୍ତି ସେମାନଙ୍କ ପାଖରେ ବହୁତ କିଛି ଭକ୍ତି ନଥିଲା, ତ ସେମାନଙ୍କୁ ପ୍ରଭୁପାଦ ସେମାନଙ୍କୁ ଭକ୍ତି ଶିଖେଇଲେ, ବୁଝିପାରିଲେ? ତ ସେମିତି ଟାଇପର। ସେଇଥିପାଇଁ କୁହାଯାଏ ଯେ ସାଧୁ ସଙ୍ଗ ସର୍ବଶାସ୍ତ୍ର କହେ, ଲଭେ ମାତ୍ର ସାଧୁ ସଙ୍ଗ ସର୍ବ ସିଦ୍ଧି ହଏ। ତ ଟିକେ ମାତ୍ର ବି ଯଦି ଜଣେ ସାଧୁର ସଙ୍ଗ ପାଇଯିବ ତାହେଲେ ତାର ବହୁତ କିଛି ସୁକୃତି ଅର୍ଜନ ହେଇଯିବ। ଠିକ ଅଛି। ପ୍ରଭୁଜୀ କିଛି ପାପ କି ଖରାପ କର୍ମ କରିଥିଲେ ଭୁଲରେ କଣ କରିବା, ଭଗବାନଙ୍କ ନାମ ଜପିଲେ ହବ? ହଁ, ତ ଆପଣ ଯଦି ଭଗବାନଙ୍କର ନାମ ଜପ କରିବେ ତାହେଲେ ସେ ଯୋଉ ପାପରୁ ଖଣ୍ଡନ ହେଇପାରିବ, ହେଲା। Why it is taking a certain time to come in bhakti? Why it is not happening from the birth? Because from the ସେ କହୁଛନ୍ତି ଯେ ଜଣେ କାହିଁକି ବହୁତ ଏଜ୍ ପରେ ଭକ୍ତିକୁ ଆସୁଛନ୍ତି, ବହୁତ ପିଲା ବେଳୁ କାହିଁ, କାରଣ ପୂର୍ବ ଜନ୍ମର ଯଦି ବହୁତ ସୁକୃତି ଥିବ ତାହେଲେ ବହୁତ ଛୋଟ ବେଳୁ ଆପଣ ଭକ୍ତିକୁ ଆଟ୍ରାକ୍ଟ ହେଇଯିବେ। ଯଦି ବହୁତ ସୁକୃତି ନାହିଁ ତାହେଲେ ବହୁତ ଏଜ୍ ପରେ ଆସିବେ, ବୁଝିପାରିଲେ ନା? କିମ୍ବା ବହୁତ ଜଣେ ବହୁତ ବୃଦ୍ଧ ହେଲା ପରେ ଆସୁଛନ୍ତି, ତେଣୁ ସେମିତି ଆସନ୍ତି। କିନ୍ତୁ ବଡ ଫ୍ୟାକ୍ଟର ନୁହେଁ ଯେ ଆମେ କାହିଁ ଲେଟ୍ରେ ଆସୁଛନ୍ତି, ବଡ ଫ୍ୟାକ୍ଟର ହଉଛି ଆସିଲା ପରେ ବି ଆମେ କାହିଁକି ମାନ୍ଦା ପଡୁଛନ୍ତି। ଠିକ ଅଛି, ଯୋଉ ଜିନିଷଟା ଆମ ହାତରେ ନାହିଁ ସେଟା ଠିକ ଅଛି, କିନ୍ତୁ ଆସିଲା ପରେ ବି କାହିଁକି ମାନ୍ଦାରେ ଅଛନ୍ତି, ଆମେ ଆଗଉ ନାହାନ୍ତି କାହିଁ, ସେଟା ବେଶୀ ବଡ ଫ୍ୟାକ୍ଟର। ଶୁଦ୍ଧ ଭକ୍ତି କିଏ କେମିତି ଜାଣିବ? ଶୁଦ୍ଧ ଭକ୍ତ କିଏ କେମିତି ଜାଣିବ? ତ ଶୁଦ୍ଧ ଭକ୍ତ ହଉଛନ୍ତି ଯୋଉମାନେ ସାଧାରଣତଃ ମହାଜନୀନ ଗତସ୍ୟ ପନ୍ଥା, ଯୋଉମାନେ ମହାଜନଙ୍କର ମାନେ ତାଙ୍କର ପନ୍ଥାକୁ ଅନୁକରଣ କରୁଛନ୍ତି, ସେମାନେ ହେଉଛନ୍ତି ଶୁଦ୍ଧ ଭକ୍ତ। ଠିକ ଅଛି, ଆଟଲିଷ୍ଟ ଯୋଉମାନେ ଆଚାର୍ଯ୍ୟ ଆମେ ଦେଖୁଛନ୍ତି ପ୍ରଚାର କାର୍ଯ୍ୟରେ ଲାଗିକି ରହିଛନ୍ତି, ଯୋଉମାନେ ଆମେ ଦେଖୁଛନ୍ତି ଯୋଉ ଚାରିଟା ସମ୍ପ୍ରଦାୟ ଭିତରେ ଯୋଉମାନେ ଗୁରୁ ଅଛନ୍ତି, ତ ସେମାନେ ସବୁ ପ୍ରାୟତଃ ଶୁଦ୍ଧ। ସେମାନେ ଯେହେତୁ ଶୁଦ୍ଧ ଭକ୍ତଙ୍କର ବାଣୀକୁ ପ୍ରଚାର କରୁଛନ୍ତି, ଶୁଦ୍ଧ ଭକ୍ତଙ୍କର ଜୀବନକୁ ସେମାନେ ଅନୁକରଣ କରୁଛନ୍ତି, ତେଣୁ ସେଇଥିପାଇଁ ସେମାନେ ଶୁଦ୍ଧ। ଠିକ ଅଛି। ତ ତାମାନେ ଶୁଦ୍ଧ ଭକ୍ତ ଜଣେ ଗୁରୁ ହିଁ ହେବେ? ହଁ, ନିଶ୍ଚିତ ମାତ୍ରାରେ ଶୁଦ୍ଧ ଭକ୍ତ ନଥିଲେ ଗୁରୁ ହେଇକି ତ ଅସୁବିଧା ହବ ନା, ତ ଶୁଦ୍ଧ ଭକ୍ତ ହିଁ ଗୁରୁ ହେବେ। ଅବଶ୍ୟ ଜଣେ ପ୍ରଭୁପାଦଙ୍କୁ ପଚାରିଲେ ଯେ କେମିତି ଜାଣି ଆପଣ ଶୁଦ୍ଧ ଭକ୍ତ କିଏ, ନହେଲେ ଶୁଦ୍ଧ ଭକ୍ତ ଆପଣଙ୍କର ଅନୁଷ୍ଠାନରେ କେତେ ଜଣ ଅଛନ୍ତି? କହିଲେ ସମସ୍ତେ। ଯିଏ ଶୁଦ୍ଧ ଭକ୍ତି ପାଇଁ ଇଚ୍ଛା ପ୍ରକାଶ କରୁଛି, ତା ଭିତରେ ବହୁତ ଅଭିଳାଷ ଅଛି ଶୁଦ୍ଧ ହବା ପାଇଁ, ସେ ବି ଜଣେ ଶୁଦ୍ଧ ଭକ୍ତ। ପ୍ରଭୁଜୀ ଜଣେ କିଛି ଅନୈତିକ ଭୁଲ ହେଇଛି, କଣ କରିବି ପ୍ରଭୁଜୀ? ଆଉ ସେ ପାପରୁ କେମିତି ମୁକ୍ତି ମିଳିବ? ସାଧାରଣତଃ ଆପଣଙ୍କୁ ଭଗବାନଙ୍କର ନାମ ଜପ କରିବାକୁ ପଡିବ। ନାମ ଜପ ଦ୍ଵାରା ଆପଣଙ୍କର ଯେତେ ପ୍ରକାର ପାପ ଖଣ୍ଡନ ହେଇଯିବ। ଆଉ ସେ ଭୟରୁ ଉଦ୍ଧାର ହେବା ପାଇଁ କେଉଁ, ଆଚ୍ଛା କଣ ରାଧେ ରାଧେ କିଏ କହିଲେ? ଆପଣ ଅନମ୍ୟୁଟ କରି କଥା ହେଲେ, ଆପଣ ଏଯାଏଁ ବି ଜାଣିନାହାନ୍ତି କୋଉ ମନ୍ତ୍ର ଜପିବା? କିଏ ରାଧେ ରାଧେ କହିଲେ? ଆପଣ ଫାର୍ଷ୍ଟ ଟାଇମ ଜଏନ କରୁଛନ୍ତି କି ଏଥର? ପ୍ରଭୁ ରାଧେ ରାଧେ କିଏ ତାଙ୍କୁ ଦେଲେ? ଅନମ୍ୟୁଟ କରନ୍ତୁ। ହଁ, ହରେ କୃଷ୍ଣ। ରାଧେ ରାଧେ ଅନମ୍ୟୁଟ କରି କୁହନ୍ତୁ। ରାଧେ ରାଧେ ଅନମ୍ୟୁଟ କରି କୁହନ୍ତୁ। ଆପଣ ମେସେଜ ଲେଖୁଛନ୍ତି, ଆପଣ ଅନମ୍ୟୁଟ କରିକି କଥା ହୁଅନ୍ତୁ। ସେ ଯୋଉ ଅନମ୍ୟୁଟ ଗୋଟେ ଇଏ ଅଛି, ଆପଣ ଅନମ୍ୟୁଟ କରିକି ପଚାରନ୍ତୁ। ଆପଣ ମେସେଜରେ ଲେଖୁଛନ୍ତି ନା। ଏଥିରେ ଖରାପ ଲାଗିବାର କଣ ଅଛି? ସମସ୍ତେ ଦେଖନ୍ତୁ, ଏ ଯୋଉ ଜଗତକୁ ଆସିଛନ୍ତି ଆମେ ସମସ୍ତେ ଜୀବନରେ ପାପ କରିକି ଆସିଛନ୍ତି। ଯଦି ଆମେ କହିବା ଯେ ଆମକୁ ଖରାପ ଲାଗୁଛି, ଆମେ ତାହେଲେ ପାପ କେବେ କେବେ କିଛି ନଷ୍ଟ ହିଁ ହବ ନାହିଁ। ଆମେ ଯେତେବେଳେ ଏଠି ତ ଭକ୍ତଙ୍କର ଆଲୋଚନା ଚାଲିଛି ନା, ତ ଏଥିରେ ଆମେ କାହିଁ ଖରାପ ପାଇବା? ଏସେ ଆଉ ସମସ୍ତେ ଜାଣିଛନ୍ତି ଏ ଜଗତକୁ ଆମେ ଆସିଛନ୍ତି ମାନେ ସମସ୍ତଙ୍କ ଭିତରେ କିଛି ନା କିଛି ଆମର ଖରାପ ଗୁଣ ଅଛି ନା, ଆମେ କେହି ବି ପ୍ୟୁରିଫିକେସନ ନୁହେଁ। ତେଣୁ ଆମକୁ ସେଥିରୁ କଣ ଅଛି, ଆମେ ଡିସ୍କସନ କରିବାନି। ଆଉ ଯଦି ଡିସ୍କସନ ନ କରିବା, ଏଇ ଜୀବନଟା ବି ସେମିତି ଖରାପରେ ଚାଲିଯିବ। ନା ନା, ଆପଣଙ୍କୁ କୁହାହଉନି ଯେ କଣ ପାପ କରୁଛନ୍ତି, ଆପଣ ଜଷ୍ଟ ଅନମ୍ୟୁଟ କରିକି ତ କହିବେ ନା ଆପଣ ହରେ କୃଷ୍ଣ ମହାମନ୍ତ୍ର ଜପ କରୁଛନ୍ତି କି ନ କରୁଛନ୍ତି ସେ କଥା। ମୋ ଅନୁତାପ ନିଆଁରେ ଜଳୁଛି, ସେଥିରେ କିଛି ନାହିଁ। ଆପଣ ଆଟଲିଷ୍ଟ ଅନମ୍ୟୁଟ କରିକି ତ କଥା ହୁଅନ୍ତୁ। କି ଆପଣ କାହିଁକି, ମୁଁ ଫାର୍ଷ୍ଟ ଟାଇମ ଦେଖିଲା ଭଳି ଲାଗୁଛି। ଆପଣ ନାଁ କଣ? ମେସେଜରେ ଲେଖିଲେ ଆପଣ ନାଁ କଣ, ଭଲ ନାଁ କଣ? ଯିଏ ରାଧେ ରାଧେ ଲେଖିଛନ୍ତି ଆପଣଙ୍କର ଭଲ ନାଁ କଣ?
ଆପଣ ନା ପଚାରିଲା ବେଳୁ ଆଉ ଗୋଟେ କଣ କହୁଛନ୍ତି, ଆଉ ଗୋଟେ ପଚାରିଲା ବେଳୁ ଆଉ ଗୋଟେ କଣ କହୁଛନ୍ତି। ତ ଆପଣ ଭଲ ନା କଣ? ଛାଡ଼ନ୍ତୁ। पर्सनाली कांटेक्ट कले ठीक रहबो। ହଁ ଠିକ ଠିକ ଅଛି। ହଁ ତ ନେକ୍ସଟ ଆମର ଆଉ ଗୋଟେ ପ୍ରଶ୍ନ ରହୁଛି ଯେ ବୁଦ୍ଧି ରହିବା ଗୋଟେ ପିଲା ପାଖରେ ତା ଫିକ୍ସ ନା ଫିକ୍ସ ନୁହେଁ। ଆମେ ଯଦି ଚାହିଁବା ଆମର ବୁଦ୍ଧି ବଢାଇ ପାରିବା କି? ତ ପ୍ରଥମେ ଦେଖନ୍ତୁ ଯେ ସାଧାରଣତଃ କେତେ ଜଣେ ଇଣ୍ଟେଲିଜେଣ୍ଟ ହବ ନହବ ଏଇ ତ ଭଗବାନ ଦେଇଛନ୍ତି, କିନ୍ତୁ ଆହୁରି ଜଣେ ଯଦି ବୁଦ୍ଧିମାନ ହବା ପାଇଁ ଚାହୁଁଛନ୍ତି ତାହେଲେ ଭଗବାନଙ୍କ ଭକ୍ତି କରିବାକୁ ପଡିବ। ସେଥିପାଇଁ କହୁଛନ୍ତି କୃଷ୍ଣ ଭକ୍ତ ବଡ ଚତୁର। ତ ଯିଏ କୃଷ୍ଣଙ୍କର ଭକ୍ତି କରିବ ସେ ବହୁତ ଚତୁର ହେଇଯିବ ହେଲା। ତ ଉର୍ମିଳା ଶବରଙ୍କର ମେସେଜ, ଭଗବାନ କଣ ପାଇଁ ଦୁଃଖାଳୟ ବନେଇଲେ ସୁଖାଳୟ କଣ ପାଇଁ ବନେଇଲେନି? ଆକ୍ଚୁଆଲି ଭଗବାନ ଅଲରେଡି ଗୋଟେ ସୁଖାଳୟ ବନେଇଛନ୍ତି। ଯେମିତି ସାଧାରଣତଃ ଦେଖନ୍ତୁ ଯେମିତି ଗଭର୍ଣମେଣ୍ଟ ସହରରେ ବନାଏ କଣ ନା ହଉଛି କଣ ନା ଜେଲ। ତ ଜେଲ ଟା ଏଇଥିପାଇଁ ବନାଏ ଯୋଉମାନେ ବଦମାସ ଲୋକଙ୍କୁ ଜେଲରେ ରଖିବା ପାଇଁ, ଆଉ ଯୋଉମାନେ ଭଲ ଲୋକ ସେମାନେ ଯେମିତି ଶାନ୍ତିରେ ରହିପାରିବେ। ତ ସେମିତି ଟାଇପର ତ ଭଗବାନଙ୍କର ଭକ୍ତି କରିବା ପାଇଁ ତ ଆଧ୍ୟାତ୍ମିକ ଜଗତ ବନେଇଛନ୍ତି, ଯୋଉଠି କି ସମସ୍ତେ ଭଗବାନଙ୍କ ଭକ୍ତିରେ ଲାଗିକି ରହିଛନ୍ତି ଆଉ ଆନନ୍ଦରେ ଅଛନ୍ତି। ତ ଯୋଉମାନେ ଭଗବାନଙ୍କର ଭକ୍ତି ନ କରନ୍ତି, ନିଜର ଇନ୍ଦ୍ରିୟ ସୁଖ କରିବା ପାଇଁ ଚାହାନ୍ତି, ତ ସେମାନଙ୍କୁ ଏଇ ଭୌତିକ ଜଗତକୁ ଆସନ୍ତି। ଆଉ ଭୌତିକ ଜଗତ ଟା ସ୍ୱାଭାବିକ ସେମାନଙ୍କର ଦୁଃଖର ଆଳୟ, କାରଣ ବିଭିନ୍ନ ପ୍ରକାର ଏଠି ଶରୀର ଧାରଣ କରିବା ପାଇଁ ପଡିବ। ଆଉ କାହାର କିଛି ପ୍ରଶ୍ନ ଅଛି? ଆଉ କାହାର କିଛି ପ୍ରଶ୍ନ ଅଛି? ଠିକ ଅଛି, ତ ଆଉ କାହାର କିଛି ପ୍ରଶ୍ନ ନାହିଁ, ତ ନେକ୍ସଟ ଆମେ ଯିବା। ତ ଇଏ ହେଲା 6ଟା ଜିନିଷ ଫିକ୍ସ। ତ ତ ପ୍ରଭୁ ନେକ୍ସଟ ପୂର୍ବ ଶ୍ଲୋକକୁ ଯାଆନ୍ତୁ। ପୂର୍ବ ସ୍ଲାଇଡ କୁ। ହଁ ଏଠି ଦେଖନ୍ତୁ, ନା 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 ତା ପର ସ୍ଲାଇଡ। ତ ଏଇଠି ଦେଖନ୍ତୁ ଲେଖା ହେଇଛି ଆଉ ଗୋଟେ କଣ ନା କ୍ରିୟମାଣ କର୍ମ। ତ ଏଇ ଲାଇଫ ରେ ଆମେ ଯୋଉ କର୍ମ କରୁଛନ୍ତି, ଦେଖନ୍ତୁ ଫାଷ୍ଟ ସଞ୍ଚିତ କର୍ମର ମେଚ୍ୟୁରିଟି ହିସାବରେ ଆମେ ପ୍ରାରବ୍ଧ କର୍ମ ପାଇଲେ। ତ ପ୍ରାରବ୍ଧ କର୍ମ ହିସାବରେ ଏବେ ଆମ ଜନ୍ମ ପ୍ରାପ୍ତ ହେଲା। ତ ଏଇ ଜନ୍ମରେ ତାହେଲେ କଣ ଫିକ୍ସ, କେତେ ହୁଏତ ଆମେ ବିଦ୍ୟା ଅର୍ଜନ କରିବା, କେତେ ପାଠ ପଢିବା, କଣ କଣ ଚାକିରି କରିବା, କେତେ ସୁଖ ଦୁଃଖ ମିଳିବ। ହୁଏତ ବହୁତ ଚାକିରି କରିପାରେ ଛାଡି ଦେଇପାରେ, କିମ୍ବା ହୁଏତ ବିଜନେସ କରିକି ବି ତାଙ୍କର ବହୁତ ଧନ ଉପାର୍ଜନ କରିବେ। ସ୍ୱାମୀ ସ୍ତ୍ରୀ ଇଏ ବି ଫିକ୍ସ। ଆପଣଙ୍କର ପୁତ୍ର କନ୍ୟା ଏ ବି ଫିକ୍ସ। କିଏ ଆସିବେ, ପୁତ୍ର କନ୍ୟା କେମିତି ହେବେ, ଭଲ ପୁତ୍ର ମିଳିବେ କି ଖରାପ ପୁତ୍ର ମିଳିବେ ଏ ବି ଫିକ୍ସ। ତା ସହିତ କଣ ନା ଆପଣଙ୍କର ଜନ୍ମ ମୃତ୍ୟୁ ସବୁ ଫିକ୍ସ ରହିଲା। ତ ତାପରେ ଏଇ ଯୋଉ ନୂଆ କର୍ମ କରୁଛନ୍ତି, ୟାକୁ କଣ କୁହାଯିବ ନା ଇଏ ହଉଛି କଣ ନା କ୍ରିୟମାଣ କର୍ମ। ତ ନୂଆ କର୍ମ ଇଏ ଷ୍ଟାର୍ଟ ହଉଛି ହେଲା। ତ ଇଏ ହେଲା କଣ ନା କ୍ରିୟମାଣ କର୍ମ। ତ ଏଇ ଯୋଉ କ୍ରିୟମାଣ କର୍ମ ପୁଣି ଥରେ ଯାଇକି ଏବେ ସେଭ ହବ କୋଉଥିରେ ନା ସଞ୍ଚିତ କର୍ମରେ। ତ ସଞ୍ଚିତ କର୍ମରେ ସେଭ ହେଇକି ପୁଣି ଆମର ନେକ୍ସଟ ଡିସାଇଡ ହବ ହେଲା। ତ ପ୍ରାୟତଃ ମୁଁ ଦେଖିଲି ଆପଣଙ୍କର ଯୋଉ ପ୍ରଶ୍ନ ନା କର୍ମ ଟପିକ ରୁ ଆସିଲାନି, ଖାଲି ଇଆଡୁ ସିଆଡୁ କର୍ମ ଟପିକ ଆପଣ ଆଇଦର ଆପଣ ବୁଝି ପାରୁନାହାନ୍ତି କର୍ମ ଟପିକ, ସେଇଥିପାଇଁ କର୍ମ ଟପିକ ରୁ କ୍ୱେଶ୍ଚନ ଆସୁନି। ଆପଣଙ୍କର ଏପଟ ସେପଟ ପ୍ରାୟତଃ କ୍ୱେଶ୍ଚନ ସବୁ ଆସିଲା। ତେବେ ଆମେ ଯିବା ନେକ୍ସଟ ସ୍ଲାଇଡ କୁ। ତ ଏଇଟା ମୁଁ କହିଥିଲି ସେ ଯୋଉ ଟ୍ରିପ ର ଆମେ ପ୍ଲାନିଂ କେମିତି କରୁଛୁ ନେକ୍ସଟ। ତ ଏବେ ଦେଖନ୍ତୁ ଯୋଉ ଭଗବାନ ଭଗବତ ଗୀତାରେ କହିଲେ ଯେ ଗହଣାମ କର୍ମଣାମ ଗତି। ତ କର୍ମର ଗତି ଟା ବହୁତ ଜଟିଳ। ତ ତା ମାନେ କଣ? କଣ ତା ମାନେ ଗହଣାମ କର୍ମଣ ଗତି କଣ ତା ମାନେ? ଅଭିନନ୍ଦିତା ତୁମେ ଏକଦମ ଚୁପଚାପ ଖାଲି ବସୁଛ, କିଛି ତ ନା ମେସେଜ କରୁଛ ନା କିଛି, ତୁମେ କିଛି ବୁଝିପାରୁନ କି? ତୁମେ ତ କ୍ଲାସ ଏଠି କରିକି ଯାଉଛ, ତ ଯାହା ପଚାରିଲେ ତ ଆଟଲିଷ୍ଟ କହିବା କଥା ନା। କଣ ବୁଝିଛ କହିଲ ଗହଣାମ କର୍ମଣାମ ଗତି? ଆଟଲିଷ୍ଟ ମେସେଜରେ ଲେଖ। କିଏ କହିପାରିବ ଗହଣାମ କର୍ମଣା ଗତି ମାନେ କଣ? ଶାଶ୍ୱତୀ ସାମଲ ତୁମେ କଣ ଏତେ ଦିନ ହେଲା ଭିଡିଓ ଦେଖୁଛ, କଣ ବୁଝୁଛ ତାହେଲେ କୁହ, ଲେଖ ଆଟଲିଷ୍ଟ। ଯୋଉ କହିଲେ ଯେ କର୍ମର ଗତି ଜଟିଳ ମାନେ କଣ? ଆକ୍ଚୁଆଲି ଆମ ଭାଷାରେ ବୁଝିବାକୁ ପଡିବ ନା। କର୍ମର ଗତି ଜଟିଳ ଆମେ ଯୋଉ କହୁଛନ୍ତି ତା ମାନେ ଟା କଣ? ଲେଖନ୍ତୁ ମେସେଜରେ ଲେଖନ୍ତୁ। ରଶ୍ମିରେଖା ମାତାଜୀ ଆପଣ ହାତରେ ରେଜ କରୁଛନ୍ତି, ଆପଣ ଲେଖନ୍ତୁ କଣ ତା ମାନେ କଣ? ଧୃତରାଷ୍ଟ୍ର ଗାନ୍ଧାରୀ ଏକ୍ଜାମ୍ପଲ, ତା ମାନେ ହଉଛି ଧୃତରାଷ୍ଟ୍ର ଗାନ୍ଧାରୀ ଏକ୍ଜାମ୍ପଲ। କର୍ମର ଗତି ଜଟିଳ ତା ମାନେ ଟା କଣ?
ତ କେହି ପ୍ରାୟତଃ କିଛି ବୁଝି ତ ପାରୁନାହାନ୍ତି ମତେ ଲାଗୁଛି। ଠିକ ଅଛି, ଆମେ ଆମ କର୍ମର ରେଜଲ୍ଟ ବୁଝିବା କଷ୍ଟ। ଆଚ୍ଛା, କର୍ମ କରିବା ପନ୍ଥା ଜଟିଳ। ଆଚ୍ଛା, ଆଉ କଣ? ରଶ୍ମିରେଖା ମାତାଜୀ, ଆପଣ ହ୍ୟାଣ୍ଡ ରେଜ କରିଛନ୍ତି, ଆପଣ ଲେଖୁନାହାନ୍ତି ମେସେଜରେ, ଚାର୍ଟରେ ଲେଖନ୍ତୁ କଣ ବୁଝୁଛନ୍ତି। ହଁ, ଏବେ ଏଇଟା ଦେଖନ୍ତୁ, ସୁରଙ୍ଗିନୀ ନାୟକ ମତେ ଲେଖିଲେ, ଏବେ ଯୋଉ କର୍ମ କରୁଛନ୍ତି ତାର କେବେ ରେଜଲ୍ଟ ମିଳିବ ଆମକୁ ଜଣା ନାହିଁ, ଆଉ ଯୋଉ କର୍ମ ଆ, ଏବେ ଯୋଉ ରେଜଲ୍ଟ ମିଳିଛି ତ କେବେ ତାର କର୍ମ କରିଥିଲେ ଆମକୁ ଜଣା ନାହିଁ। ଏଇଥିପାଇଁ କୁହାଯାଏ ଯେ କର୍ମର ଗତିଟା ବଡ ଜଟିଳ। ଏଇଟା ବୁଝା ପଇଲା ନା? ଆପଣ ଯୋଉ ଯାହା ପାଇଲେ ତାର ଲେଖୁଛନ୍ତି ସେଟା ବୁଝା ପଡୁଛି କହିଲେ? We will must get reward for what we have done, that may be on later। ଠିକ ଅଛି, ତ ଆକ୍ଚୁଆଲି ତା ମାନେ ହଉଛି ଆଶାପନ୍ନା ସାହୁ। ତ ଆକ୍ଚୁଆଲି ତା ମାନେ ହଉଛି, ଦେଖନ୍ତୁ ଆମେ ସମସ୍ତ କ୍ଲିୟର ନା, ମାନେ ଏବେ ଯୋଉ କର୍ମର ଫଳ ଭୋଗିଛନ୍ତି ତ ଏଇଟା କେବେ ଆମେ ସେ କର୍ମ କରିଥିଲେ ଆମକୁ ଜଣା ନାହିଁ, ଆଉ ଏବେ ଯୋଉ କର୍ମ କରୁଛନ୍ତି ସେ କେବେ ଫଳ ମିଳିବ ତାର ଜଣା ନାହିଁ। ଯେଟା ଯୋଉଟା କି ଆମେ ଉଦାହରଣ ହିସାବରେ ଦେଇଥିଲେ କିଏ ନା, ଗାନ୍ଧାରୀଙ୍କର କଥା ଆମେ ଚର୍ଚ୍ଚା କରିଥିଲେ। ଠିକ ଅଛି, ତ ନେକ୍ସଟ ସ୍ଲାଇଡ କୁ ଯାଆନ୍ତୁ ରହୁଛି। ହଁ, ତ ଏବେ ଆମେ ଦେଖିବା ଯେ କଣ ପାଇଁ ସାଧାରଣତଃ ବହୁତ ଭଲ ଲୋକ ହୁଏତ ଦୁଃଖ ପାଆନ୍ତି, ହୁଏତ କୋଉଥିପାଇଁ ଯେ ଖରାପ ଲୋକ ହୁଏତ ମାନେ ବହୁତ ଆନନ୍ଦରେ ଅଛନ୍ତି। ତ ୟାର ନେକ୍ସଟ ସ୍ଲାଇଡ କୁ ଯାଆନ୍ତୁ, ସେ ସ୍ଲାଇଡ ଟା ବୁଝେଇଲା ପରେ ଏ ସ୍ଲାଇଡ କୁ ଆସିବା। ନେକ୍ସଟ, ନେକ୍ସଟ। ହଁ, ଏଇଠି ଦେଖନ୍ତୁ, ତ ସାଧାରଣତଃ ଆମେ ଯୋଉ କହୁଛନ୍ତି କର୍ମର ଗତି ଜଟିଳ, ତ ଦେଖନ୍ତୁ ଯେମିତି କିଛି କର୍ମ ଅଛି ଆମେ ଇମିଡିଏଟ ରିଆକ୍ସନ ପାଉଛନ୍ତି। ଯେମିତି ଦେଖନ୍ତୁ, ହୁଏତ ଜଣେ ଏବେ କଣ କରୁଛନ୍ତି ନା, ମାନେ ଗୋଟେ ଲାଇଟ ଜଳୁଛି, ଆଲୋଟା ଜଳୁଛି, ତ ସେଟାକୁ ଯାଇ ଛୁଇଁ ଦେଲା, ତ ସାଙ୍ଗେ ସାଙ୍ଗେ ଏବେ ହାତ ପୋଡି ଯାଉଛି, ଇମିଡିଏଟ ରିଆକ୍ସନ। ତେବେ ଗୋଟେ କ୍ଷୀରର ଗ୍ଲାସ ଟାକୁ ଆମେ ଦହି କରିବା ପାଇଁ ଚାହୁଁଛନ୍ତି, ତ କେତେ ଦିନ ପରେ ଦହି ହବ? ଗୋଟେ ରାତି ଲାଗି ଯାଉଛି। ତ ଗୋଟେ ଆମ୍ବ ଟାକୁଆ ଟା ହୁଏ, ତେବେ ଗଛ ବନେଇବା ପାଇଁ ଚାହୁଁଛନ୍ତି, କେତେ ଦିନ ଲାଗି ଯାଉଛି? लगभग 10 वर्ष लगी जाଉଛି। ତେଣୁ କୋଉ କର୍ମଟା କେତେ ଟାଇମ ଲାଗିବ ମ୍ୟାଚିଓର୍ଡ ପାଇଁ ତା ଆମକୁ ଜଣା ନାହିଁ। ତେଣୁ ସେଇଥିପାଇଁ ଭଗବାନ ପ୍ରତ୍ୟେକ କର୍ମ କେତେ ଟାଇମ ଲାଗିବ ମ୍ୟାଚିଓର୍ଡ ହବା ପାଇଁ, ତ ସେଇଟା ଠିକ ସେ ଜଣା ନାହିଁ। ସେଇଥିପାଇଁ କୁହାଉଛି କଣ ନା, କର୍ମର ଗତିଟା ଜଟିଳ। ତ ଏବେ ପୂର୍ବକୁ ଯାଆନ୍ତୁ ପ୍ରଭୁ, ଇଏ ପ୍ରଭୁ କ୍ଷୀର ପ୍ୟାକେଟ ଟା ନେଇ ଆସ। ନେକ୍ସଟ ପୂର୍ବ ସ୍ଲାଇଡ କୁ ଯାଆନ୍ତୁ। ହଁ, ତ ଏବେ ଦେଖନ୍ତୁ, ନା ନା ପୂର୍ବ, ହଁ ହଁ ଏଇଠି। ତ ଏଇ ଯୋଉ ଆମେ ପଚାରିଲେ ଯେ ହ୍ୱାଇ ଗୁଡ ପିପୁଲ ସଫର, ତ ଭଲ ଲୋକ କଣ ପାଇଁ କଷ୍ଟ ପାଆନ୍ତି, କିଏ କିଏ ଉତ୍ତରରେ ହୁଏତ କଣ ଲେଖିବେ, ତାପରେ ହୁଏତ ଆମେ ୟାର ଉତ୍ତର ଦେବା। କୋଉଥିପାଇଁ ଆମକୁ ଲାଗେ ଯେ ଭଲ ଲୋକ ହୁଏତ କଷ୍ଟରେ ଅଛନ୍ତି, କିମ୍ବା ଯିଏ ମାନେ ଭଲ ଖରାପ କର୍ମ କରୁଛନ୍ତି ସେମାନେ ସୁଖରେ ଅଛନ୍ତି, କୋଉଥିପାଇଁ? ମେସେଜରେ ଲେଖନ୍ତୁ। ମେସେଜରେ ଲେଖନ୍ତୁ କୋଉଥିପାଇଁ ସାଧାରଣତଃ ଜଣେ ଲୋକ ତ ଭଲ କର୍ମ କରିଛନ୍ତି, କିନ୍ତୁ ମାନେ ଏବେ ଲାଗୁଛି ଭଲ ଅଛନ୍ତି, କିନ୍ତୁ ଆଚ୍ଛା, ତ କୁହନ୍ତୁ ଯେ ଏଇ ଜନ୍ମରେ ଯାହା କର୍ମ କରିଛନ୍ତି ଏଇ ଜନ୍ମରେ ଭୋଗିବାକୁ ପଡିବ, ନା ହୁଏତ ପର ଜନ୍ମକୁ ବି ଭୋଗିବାକୁ ପଡେ? ତ ଏଠି ଦେଖନ୍ତୁ, ତ କୌଣସି ନା କୌଣସି ଦୃଷ୍ଟିକୋଣଟା ଆମକୁ ଦେଖିଲେ,
ତ କଣ ହୁଏ ନା ଆମେ ସିନା ଏଇ ଜନ୍ମର କର୍ମ ହିସାବରେ ଆମେ ଦେଖୁଛନ୍ତି ତ ପୂର୍ବ ଜନ୍ମରେ ହୁଏ କେମିତି କଣ କର୍ମ କରୁଛନ୍ତି ସେଟା ଆମେ କହିପାରିବାନି ନା। ତ ଯେମିତି ଦେଖନ୍ତୁ ଆମେ କେତେବେଳେ କୋଉ କର୍ମର ରେଜଲ୍ଟ ଆସିବ ମୁଁ ଜଣା ନାହିଁ। ଯେମିତି ଦେଖନ୍ତୁ ଏଠି ପାଣି ଟାଙ୍କିଟା ଫୁଲ ହେଇଛି, ତ ପାଣି ଟାଙ୍କିରେ ଦେଖନ୍ତୁ ଧର ଯୋଉ ଖରା ଦିନରେ ଆମେ କଣ କଲେ ନା ଉପର ଆଡୁ ଏବେ ଥଣ୍ଡା ପାଣି ପୁରେଇଲେ, କିନ୍ତୁ ଯେତେବେଳେ ଏବେ ତାର ଯୋଉ ଟେପ ଟା ଆମେ ଖୋଲୁଛନ୍ତି କୋଉ ପାଣି ଆସିବ? ତ ଏବେ ଯୋଉ ପାଣି ପୁରେଇଛନ୍ତି ନା ଆକ୍ଚୁଆଲି ଯୋଉ ପାଣିଟା ଆଗରୁ ଅଛି ସେ ପାଣିଟା ଆଗେ ଆସିବ। ତ ସେମିତି ଟାଇପର ଦେଖନ୍ତୁ ଯୋଉ ପାଣି ହୁଏତ ଏବେ ପୁରଉଛନ୍ତି ଭଲ ପାଣି କିନ୍ତୁ ଆଗରୁ ହୁଏତ ଗରମ ପାଣି ଅଛି ତେଣୁ ଗରମ ପାଣି ଆସିବ। ବୁଝିପାରିଲେ ନା? ତ ସେମିତି ଟାଇପର ସୁଲତା ପାଢୀ 50 ଜନ୍ମର କର୍ମଫଳ ଭୋଗିବାକୁ ପଡେ ନା ନା ସେଟା ଜଷ୍ଟ ଏକ୍ସାମ୍ପଲ ହିସାବରେ ମୁଁ ଦେଇଥିଲି। ସେଠି 50 ତା ମାନେ ନୁହେଁ ଯେ କେବଳ 50 ଜନ୍ମର କର୍ମଫଳ ଭୋଗିବାକୁ ପଡିବ। ବୁଝିପାରିଲେ ନା? ଆପଣ ଯଦି 5 କୋଟି ଜନ୍ମର ପୂର୍ବ କର୍ମଫଳ ବି ଏବେ ଆସିପାରେ, ସେମିତି କିଛି କହିପାରିବାନି। ଯେତେବେଳେ ଯୋଉ କର୍ମଟା ସେଟ ହବ ସେଇ ହିସାବରେ କର୍ମ ଆସିବ ହେଲା। ତେଣୁ ସେମିତି ନୁହେଁ ଯେ ଏଇ ଜନ୍ମର କର୍ମଫଳ ଆସିବ। ତ ଏବେ ବୁଝିପାରିଲେ ନା? ତେଣୁ କୋଉ ଜନ୍ମର କୋଉ କର୍ମଫଳ ତ ସେଟା କେମିତି ଟାଇପର ସେଟ ହେଇକି ଅଛି ଆମେ ଏଟା କହିପାରିବାନି। ତ ପୂର୍ବରୁ ଯେହେତୁ ଆମେ ଖରାପ କର୍ମ କରିଥିଲେ ସେଇଟା ଯେହେତୁ ଏବେ ମେଚିଉର୍ଡ ହଉଛି ତେଣୁ ସେଇ ହିସାବରେ ସେ ଫଳ ମିଳିବାକୁ ପଡୁଛି। ତ ହୁଏତ ଯୋଉ ବ୍ୟକ୍ତି ଏବେ ଲାଗୁଛନ୍ତି ଭଲ ବ୍ୟକ୍ତି କିନ୍ତୁ ପୂର୍ବରୁ ହୁଏତ ଖରାପ କର୍ମ କରିଥିବେ, କିମ୍ବା ଲାଗୁଛନ୍ତି ଏ ଜନ୍ମରେ ବହୁତ ଖରାପ ବ୍ୟକ୍ତି ଅଛନ୍ତି କିନ୍ତୁ ପୂର୍ବ ଜନ୍ମରୁ ହୁଏତ ଭଲ କର୍ମ କରିଥିବେ। ତେଣୁ ଏସବୁ କଣ ନା ପ୍ରାରବ୍ଧ କର୍ମ ହିସାବରେ ହଉଛି। ଠିକ ଅଛି, ତ ଆଜି ଆମେ କ୍ଲାସକୁ ଏଇଠିକି ରଖିବା। ତ କାହାର ଯଦି କିଛି ପ୍ରଶ୍ନ ଅଛି ପ୍ରଶ୍ନ କରନ୍ତୁ, ନହେଲେ ଆମେ ଜପ କରିବା ପାଇଁ ଯିବା। ଯାହାର ପ୍ରଶ୍ନ ଅଛି ଆପଣ ପ୍ରଶ୍ନ ଲେଖିପାରନ୍ତି। ଅଶୋକ ପ୍ରଭୁ ଅନମ୍ୟୁଟ କରନ୍ତୁ। ହରେ କୃଷ୍ଣ ପ୍ରଭୁ। ହଁ ହରେ ପ୍ରଭୁ କୃଷ୍ଣ। ମୋର ପ୍ରଶ୍ନ ଥିଲା ଯେ ଆମେ ତ ଜାଣିନେ ବା ଆମର ଜ୍ଞାନ ନାହିଁ ପୂର୍ବର କେତେ ଜନ୍ମରେ ଆମେ କଣ କରିଥିଲେ, ହୁଁ ଏ ଜନ୍ମରେ ଆମେ କଣ କଲେ ସେ ସବୁ ଫଳ ମାନଙ୍କରୁ ଆମେ ମୁକ୍ତ ପାଇପାରିବା? ଆପଣ କହୁନାହାନ୍ତି କଣ କଲେ ହୁଏତ ହେଇପାରିବ? ଏବେ ଏବେ ଯାଏ ଯେତିକି କ୍ଲାସ ବା ଯେତିକି ଆମେ ପଢୁଛୁ ଆପଣଙ୍କ ପାଖରୁ ଯେ ହୁଁ କୃଷ୍ଣ ଭକ୍ତି କରିବା, ନାମ ଜପ କରିବା, ତାହେଲେ ହିଁ ହେଇପାରିବ। ବାସ୍ ସେତିକି ମୁଁ ବୁଝିପାରୁଛି। ବାସ୍ ସେତିକି କଲେ ହେଇଯିବ। କେବଳ ନାମ ଜପ, ଭଗବାନଙ୍କର ନାମ ଜପ ଯଦି କରିବା ତାହେଲେ ହେଇଯିବ। ଭଗବାନଙ୍କ ନାମ ନବା ପଡେ କେମିତି ଟାଇପର ନା ସାଂଖେତ୍ୟମ ପରିହାସ୍ୟମ ବା ସ୍ତୁବମ ହେଳନମ ବା ବୈକୁଣ୍ଠ ନାମ ଗ୍ରହଣେ ଅଶେଷ ହରମ ବିଦୁହୁ। ତ ଜଣେ ଯଦି ମାନେ ଭଗବାନଙ୍କର ଯୋଉ ନାମକୁ ନିଏ, କୋଉ ଟାଇପର ନାମ, ଯଦି ଶୁଦ୍ଧ ନାମ ବି ନ ନେଇ ପାରୁଛି, ଯଦି ନାମାଭାସ ସ୍ଥିତିରେ ନାମ ନିଏ ବି ତଥାପି ତାର ସବୁ ପ୍ରାପ୍ତ ନଷ୍ଟ ହେଇଯିବ। କିନ୍ତୁ ଶୁଦ୍ଧ ନାମ ନେଲେ ହିଁ ତାକୁ ପ୍ରେମ ପ୍ରାପ୍ତ ହେଇପାରିବ ହେଲା। ଆଦିତି ପଣ୍ଡା ଜାପାନିଜ କୁଲା, କଣ ଜାପାନିଜ କୁଲା? ତ ଜଣେ ଲେଖୁଛନ୍ତି ଯେ କର୍ମର ରେଜଲ୍ଟ ଆମେ ସେମ ଲାଇଫରେ ଫେସ୍ କରିଲେ ଆମେ ରିଏଲାଇଜ କରିପାରନ୍ତେ ଆମେ ଭୁଲ କରିଛୁ। ଏମିତି ଏତେ ଲାଇଫର ଫେସ୍ କରିଲେ ତ ଆମେ ଜାଣିପାରିବୁନୁ ତ ଏମିତି କାହିଁକି ଅଛି କି ଏତେ ଟାଇମ ପରେ ରେଜଲ୍ଟ ଫେସ୍ କରିବା। ତ ଦେଖନ୍ତୁ ଯୋଉ କର୍ମଟା ଯେତିକି ଟାଇମ ନବ ନା, ଆମେ କହିପାରିବାନି ଯେ ଆମ୍ବ ଟାକୁଆଟା ସେ ଗଛ ଧରାଯାଉ ବାପା ଲଗେଇଛନ୍ତି ମାନେ ବାପା 70 ବର୍ଷର ଲଗେଇଛନ୍ତି ତ 2 ଦିନରେ ହେଇଯାଉ ସେ ଆମ୍ବ ଖାଇକି ଯିବେ, ସେମିତି ତ କହିପାରିବାନି ନା। ତ ଆମ୍ବ ଗଛଟା ହବା ପାଇଁ ଯେତିକି ଟାଇମ ଲାଗିବ ତ ଲାଗିବ। ତେଣୁ ବାପା ହୁଏତ 70 ବର୍ଷ ହେଇଯାଇଛନ୍ତି ପଳେଇଲେ, ତାପରେ ହୁଏତ ପିଲା ଆସିକି ଆମ୍ବ ଖାଇଲା, ତ ଆମେ କଣ କରିବା? ତ ଯୋଉ କର୍ମଟା ଯେତିକି ଟାଇମ ଲାଗିବ ନା ତ ସେଇ ଟାଇମ ତ ଲାଗିବ। ତାପରେ ହୁଏତ ଦେଖ ସେକେଣ୍ଡ କଥା ଯୋଉ ପଚାରୁଛ ଏଇ ଜନ୍ମରେ ହୁଏତ ଫେସ୍ କରିଗଲେ, ତ ବହୁତ ଜଣ ଲୋକ ଅଛନ୍ତି ମଦ ପିଇ ପିଇ ତାଙ୍କର ଲିଭର କ୍ୟାନସର ହେଇଯାଇଛି, କଣ ହେଇଯାଇଛି, ଡକ୍ଟର କହୁଛନ୍ତି ମଦ ପିଅନି, କିନ୍ତୁ ତଥାପି ତ ମଦ ପିଉଛନ୍ତି ନା, ମଦ ଛାଡିଛନ୍ତି। ସେ କଣ ଜାଣିନାହାନ୍ତି? ଜ୍ଞାନ ଥିଲେ ଯେ ଜଣେ ଭଲ କର୍ମ କରିବ ସେମିତି କିଛି ନାହିଁ। ସିଗାରେଟ ଉପରେ ଲେଖା ହେଇଛି ଇଞ୍ଜୁରିୟସ ଟୁ ହେଲ୍ଥ, କିନ୍ତୁ ସବୁ ତ ପଢା ଲେଖା ହେଇ ମୋ ସିଗାରେଟ ଟାଣନ୍ତି ନା। ତାହେଲେ ତ ଜଣା ଅଛି ଆମେ ଯୋଉ ଲଜିକ ଲଗାଉଛନ୍ତି ଯଦି ଆମେ ଜାଣିପାରନ୍ତେ ସେ କର୍ମଟାକୁ ଛାଡି ଦିଅନ୍ତେ, ଆମେ ଛାଡୁଛନ୍ତି? କିଏ ନ ଜାଣିଛନ୍ତି ନନଭେଜ ଖାଇବା ଖରାପ, ତଥାପି ଛାଡୁଛନ୍ତି? ଆମେ ତ ଛାଡୁନାହାନ୍ତି ନା। ତେଣୁ ଯେ ଜ୍ଞାନ ହେଇଗଲେ ଛାଡି ପାରିବେ ସେମିତି ନୁହେଁ। ମେନ୍ ଜିନିଷ କଣ ନା ଆସକ୍ତି। ସେ ଆସକ୍ତି ଟା କେମିତି ଯିବ ନା ଭଗବାନଙ୍କ ଭକ୍ତି କଲେ। ଏ ସଂସାରରେ କୋଉ ଲୋକ ମତେ କୁହନ୍ତୁ 90% ଲୋକ ଜାଣିଛନ୍ତି କୋଉଟା ହଉଛି ଖରାପ କର୍ମ କୋଉଟା ଭଲ କର୍ମ, କିନ୍ତୁ ତାପରେ